ସିନାପାଲି ପଞ୍ଚାୟତରେ ଭତ୍ତା ବଣ୍ଟନରେ ଅନିୟମିତତା। 21 ମାସର ଭତ୍ତା ଖାଇଗଲେ ଅଧିକାରୀ। ଗରିବ ନିରୀହା ବିଧବାଟି କରିବ ବା କ'ଣ? ସରକାର ଏ ଗରିବ ନିରୀହ ଜନସାଧାରଣଙ୍କ ପାଇଁ ଅନେକ ଯୋଜନା କରି ସହାୟତା ଦେଉଛନ୍ତି, ହେଲେ କିଛି ଦୁର୍ନୀତିଖୋର ଅଧିକାରୀ କର୍ମଚାରୀଙ୍କ ପାଇଁ ଗରିବ ନିରୀହ ଲୋକେ ସେ ସହାୟତା ପାଇବାରୁ ବଞ୍ଚିତ ରହୁଛନ୍ତି। ସିନାପାଲି ବ୍ଲକ ସଦର ପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ ବୃଦ୍ଧା ହେଉଛନ୍ତି କୁନ୍ତି ମେହେର। ତାଙ୍କର ବୟସ 80। 21 ମାସର ଭତ୍ତା ବିଭାଗୀୟ ପଞ୍ଚାୟତ ଅଧିକାରୀ ଓ ଜନପ୍ରତିନିଧି ମିଶି ଖାଇ ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ବୃଦ୍ଧାଙ୍କ ସ୍ୱାମୀ ରାମେଶ୍ୱର ମେହେର ଗତ 24 ଡିସେମ୍ବର 2024 ମସିହାରେ ମୃତ୍ୟୁ ହେଲା ପରେ ସିନାପାଲି ବ୍ଲକ ସାମାଜିକ ସୁରକ୍ଷା ବିଭାଗକୁ ବିଧବା ଭତ୍ତା ଆବେଦନ କରିବାକୁ ଗତ 27 ଜାନୁଆରୀରେ ଯାଇଥିଲେ, ହେଲେ ସେଠାରେ ସେ 13/4/2023 ମସିହାରେ ତାଙ୍କ ବୃଦ୍ଧ ଭତ୍ତା ସେକ୍ସନ ହୋଇଥିବା ବିଭାଗ ସୂତ୍ରରୁ ଜାଣିପାରିଥିଲେ। କିନ୍ତୁ ଏହି ଭତ୍ତା ଟଙ୍କା ଓ କାର୍ଡକୁ ବୃଦ୍ଧା ଗ୍ରହଣ କରିନଥିବା ବେଳେ 21 ମାସର ଭତ୍ତା ଟଙ୍କା ପ୍ରଦାନ କରିବାକୁ ଅଧିକାରୀଙ୍କୁ ଦାବି କରିଥିଲେ। ସେହିପରି ସ୍ୱାମୀଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ତୁରନ୍ତ ସ୍ଥାନୀୟ ପଞ୍ଚାୟତ ପ୍ରଦାନ କରିବା ନିୟମ ରହିଥିବା ବେଳେ ସେ ସହାୟତା ମଧ୍ୟ କରିନଥିବା ଅଭିଯୋଗ ହୋଇଛି। ପ୍ରକାଶଯୋଗ୍ୟ କି ଏହି ପଞ୍ଚାୟତରେ ଏଭଳି ଅନେକ ଲୋକ ଭତ୍ତା ବଣ୍ଟନରେ ଅନିୟମିତତା କରି ହିତାଧିକାରୀ ଭତ୍ତା ଟଙ୍କା ଖାଇଯାଉଥିବା ଜନସାଧାରଣଙ୍କୁ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ଏନେଇ ବ୍ଲକ ତଥା ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ନୂଆପଡ଼ା ଜିଲ୍ଲାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।